NPK 19-19-19 କରି ବିନା ମଲ୍ଚିଂ ଚାଷରେ। ଏହି ଭିଡ଼ିଓରେ ଆପଣମାନେ ଜାଣିବେ କେଉଁ ସମୟରେ କେଉଁ ଫର୍ଟିଲାଇଜର ଦେବେ, ଏହାର କାର୍ଯ୍ୟ କ'ଣ ଏବଂ ଏହାର ଫଳନ କ୍ଷମତା କେତେ ଏବଂ କୃଷକ ଭାଇମାନେ କେତେ ଲାଭବାନ ହେବେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବାଇଗଣ ଚାରା ଲଗାଇବାର ପ୍ରଥମ 15 ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ NPK 19-19-19କୁ ଫୋଲିୟର ସ୍ପ୍ରେ କିମ୍ବା ଡ୍ରିପ୍ ଇରିଗେସନରେ ଦିଆଯାଇଥାଏ। ଏହାଦ୍ୱାରା ରୁଟ୍ ଡେଭଲପମେଣ୍ଟ ଠିକ୍ ଭାବରେ ହୋଇଥାଏ। ଏହି ସମୟରେ ଅଧିକ ସାର ଗଛକୁ ଦେବା ଉଚିତ ନୁହେଁ। ଏହାର ଡୋଜ୍ 1 ଲିଟର ପ୍ରତି 1.5 ଗ୍ରାମରୁ 2 ଗ୍ରାମ ପର୍ଯ୍ୟନ୍ତ ଦିଆଯାଇଥାଏ। ଗଛର ରୁଟ୍ ଠିକ୍ ଭାବରେ ଡେଭଲପମେଣ୍ଟ ହୋଇଥାଏ। ଗଛରେ ସବୁଜ ପତ୍ର ଆସିଥାଏ ଏବଂ ଗଛ ଜଲ୍ଦି ବୃଦ୍ଧି ହୋଇଥାଏ। ଏହା ଆପଣମାନେ ସକାଳୁ କିମ୍ବା ସନ୍ଧ୍ୟାରେ ପ୍ରୟୋଗ କରିପାରିବେ। ଦ୍ୱିତୀୟ ଷ୍ଟେଜରେ 25ରୁ 35 ଦିନ ମଧ୍ୟରେ ପୁଣି ଥରେ NPK 19-19-19କୁ ପ୍ରୟୋଗ କରନ୍ତୁ। ଏହି ସମୟରେ ପତ୍ର ସବୁଜ ହେବା ସହ ଗଛର ବୃଦ୍ଧି ହୋଇଥାଏ। ଦ୍ୱିତୀୟ ଡୋଜ୍ରେ 25ରୁ 35 ଦିନ ମଧ୍ୟରେ NPK 19-19-19କୁ ଫୋଲିୟର ସ୍ପ୍ରେରେ କିମ୍ବା ଡ୍ରିପ୍ ଇରିଗେସନରେ ଦିଅନ୍ତୁ। ଏହି ସମୟରେ ବିନା ମଲ୍ଚିଂ ଚାଷରେ ପାଣିକୁ ସିଞ୍ଚନ କରି NPK 19-19-19କୁ ପ୍ରୟୋଗ କରନ୍ତୁ। ଏହାଦ୍ୱାରା ଗଛରେ ସବୁଜ ପତ୍ର ଆସିବା ସହ ଫୁଲ କଡ଼ ସମୟ ହୋଇଥାଏ। ଫୁଲ କଡ଼ ବି ଆସିଥାଏ। ଏହାର ତୃତୀୟ ଷ୍ଟେଜରେ 30ରୁ 45 ଦିନ ମଧ୍ୟରେ ଫର୍ଟିଲାଇଜର ଷ୍ଟ୍ରାଟେଜିକୁ ଚେଞ୍ଜ କରିବା। ଏହି ସମୟରେ NPK 0-52-34କୁ ବା ମୋନୋ ପଟାସିୟମ୍ ଫସଫେଟକୁ ପ୍ରୟୋଗ କରିବା। ଏହାର ମାତ୍ରା 1 ଲିଟର ପାଣିରେ 1.5 ଗ୍ରାମ ମିଶାଇ ଫୋଲିୟର ସ୍ପ୍ରେ କରିବା। ଏହା 7ରୁ 10 ଦିନ ମଧ୍ୟ ଗ୍ୟାପ୍ ରଖି 2 ଥର ସ୍ପ୍ରେ କରିବା। ଏହାଦ୍ୱାରା ଗଛରେ ଫୁଲ କଡ଼ ଅଧିକ ମାତ୍ରାରେ ଆସିଥାଏ। ଏହି ଫର୍ଟିଲାଇଜରର ପ୍ରୟୋଗ ଦ୍ୱାରା ଅଧିକ ଫୁଲ ଆସିବ, ଫ୍ଲାୱାର ଡ୍ରପ୍ କମିବ ଏବଂ ପଲିନେସନ୍ ଠିକ୍ ହେବ। ଏହାଦ୍ୱାରା ଆପଣଙ୍କର ପ୍ରଡ଼କ୍ସନରେ ଉତ୍ପାଦନରେ ଏହାଦ୍ୱାରା ଅଧିକ ଫୁଲ ସେଟ୍ ହେବ ଏବଂ ଜଲ୍ଦି ଅମଳ ହେବ ଓ ଅଧିକ ମାତ୍ରାରେ ଉତ୍ପାଦନ ବଢ଼ିବ। ଷ୍ଟେଜ୍ ଫ୍ରୁଟ୍ ସେଟିଂ ଷ୍ଟେଜ୍। ଏହା 45ରୁ 70 ଦିନ ମଧ୍ୟରେ ହୋଇଥାଏ। ଏହି ସମୟରେ ଗଛରେ ଫୁଲ ଫଳ ଧରିବା ସମୟ। ଏହି ସମୟରେ ଫସ୍ଫରସ୍ ପଟାସିୟମ୍ ଖୁବ୍ ଦରକାର ପଡ଼ିଥାଏ। ସେଥିପାଇଁ ଆମେ NPK 0-52-34କୁ ପ୍ରୟୋଗ କରିବା। ଏହାର ମାତ୍ରା 1 ଲିଟର ପାଣିରେ 1.5 ଗ୍ରାମ ଦିଆଯାଇଥାଏ। 10 ଦିନ ଗ୍ୟାପ୍ରେ ଏହାକୁ 2 ଥର ସ୍ପ୍ରେ କରାଯାଇଥାଏ। ଏହାଦ୍ୱାରା ଅଧିକ ଫୁଲ ଆସିଥାଏ ଏବଂ ଫଳର ସାଇଜ୍ ବହୁତ ଭଲ ହୋଇଥାଏ ଏବଂ ମାର୍କେଟିଂ ଭ୍ୟାଲ୍ୟୁ ବଢ଼ିଥାଏ। ଫଳରେ କ୍ରାକ୍ ଆସେ ନାହିଁ। ଫିଫ୍ଥ ଷ୍ଟେଜ୍ ହେଉଛି ପ୍ରଡ଼କ୍ସନ୍ ଷ୍ଟେଜ୍। ଏହା 70ରୁ 100 ଦିନ ମଧ୍ୟରେ ହୋଇଥାଏ। ସମୟରେ ହାରଭେଷ୍ଟିଂ କଣ୍ଟିନ୍ୟୁଅସ୍ଲି ଚାଲିଥାଏ। ଏହି ସମୟରେ ମେନ୍ କି ହେଉଛି ପଟାସିୟମର। ପଟାସିୟମକୁ 10ରୁ 15 ଦିନ ଗ୍ୟାପ୍ରେ ନିୟମିତ ଭାବରେ ଦିଅନ୍ତୁ। ଏହା ଫଳରେ ଫୁଲର ବୃଦ୍ଧି ହୋଇଥାଏ, ଫଳର ବୃଦ୍ଧି ହୋଇଥାଏ ଏବଂ ଫଳର ଭଲ ସାଇଜ୍ ଆସିଥାଏ, ମାର୍କେଟିଂ ଭ୍ୟାଲ୍ୟୁ ଆସିଥାଏ ଏବଂ ଅଧିକ ସମୟ ଧରି ଆପଣ ବାଇଗଣକୁ ଭଲ ଭାବରେ ପ୍ରଡ଼କ୍ସନ୍ କରିପାରିବେ। NPK 0-0-50ର ପ୍ରୟୋଗ ଦ୍ୱାରା ନିୟମିତ ଭାବରେ ବାଇଗଣ ପ୍ରଡ଼କ୍ସନ୍ ହୋଇଥାଏ ଏବଂ ଫ୍ରୁଟ୍ ସେଟିଂ ଠିକ୍ ଭାବରେ ହୋଇଥାଏ। ଅଧିକ ଦିନ ଅମଳ ଆସିଥାଏ ଏବଂ କ୍ଷେତରୁ ଅନାବନା ଘାସ ଗୁଡ଼ିକ ହାତରେ କିମ୍ବା ୱିଡ଼୍ରେ ବାହାର କରିଦିଅନ୍ତୁ। ତାହେଲେ ଆମେ ଫାଇନାଲ୍ ଷ୍ଟେଜ୍ରେ ପହଞ୍ଚିଗଲେ। NPK ସାରର ବେନିଫିଟ୍ସ ବିଷୟରେ ଆଜି ଆମେ ଜାଣିବା।
ଏହାର ବେନିଫିଟ୍ ଗୁଡ଼ାକ ହେଲା ଫଳର ଏବଂ ଉତ୍ପାଦନର ବୃଦ୍ଧି। ଏହାର ଉପକାରିତା ଗୁଡ଼ିକ ହେଲା ଗଛର ଏବଂ ରୁଟ୍ର ବୃଦ୍ଧି। ଏହା ପରେ ଶାଖା ଏବଂ ପତ୍ରର ସବୁଜ ବୃଦ୍ଧି, ଫୁଲ ଓ କଡ଼ର ବୃଦ୍ଧି, ଫଳ ଏବଂ ଅମଳରେ ବୃଦ୍ଧି, ଫଳର ସାଇଜ୍ର ବୃଦ୍ଧି ଏବଂ ଆପଣଙ୍କର ଇନକମ୍ରେ 30ରୁ 50% ବୃଦ୍ଧି ହୋଇଥାଏ। ଏହାର ପ୍ରୟୋଗ ଦ୍ୱାରା ମାର୍କେଟିଂ ଭ୍ୟାଲ୍ୟୁ ବଢ଼ିଥାଏ ଏବଂ ଅଧିକ ଉତ୍ପାଦନ ହୋଇଥାଏ। ତ ଆଜି ଆମେ ଶେଷ କନକ୍ଲୁଜନ୍ ସମରାଇଜ୍ କରିବା। NPK 19-19-19କୁ ଗଛର ଗ୍ରୋଥ୍ ଓ ରୁଟ୍ ଡେଭଲପମେଣ୍ଟ ପାଇଁ ପ୍ରୟୋଗ କରାଯାଇଥାଏ। NPK 0-52-34କୁ ଫୁଲ ଓ କଡ଼ ଅଧିକ ମାତ୍ରାରେ ଆସିବା ପାଇଁ ସାହାଯ୍ୟ କରିଥାଏ ଏବଂ NPK 00-50କୁ ଭେଜିଟେଟିଭ୍ ଫଳର ସାଇଜ୍ ଏବଂ ଉତ୍ପାଦନ ବଢ଼ାଇବା ପାଇଁ ପ୍ରୟୋଗ। ତ ଚାଷୀ ଭାଇମାନେ ବାଇଗଣ ଚାଷରେ ସଠିକ୍ ସମୟରେ ସଠିକ୍ ଫର୍ଟିଲାଇଜର୍ ଦେବା ଦ୍ୱାରା ଆପଣଙ୍କର ଉତ୍ପାଦନରେ ବୃଦ୍ଧି ହୋଇଥାଏ। ତ ଆଜି ଆମେ ସିମ୍ପୁଲ୍ରେ କହିବାକୁ ଗଲେ NPK 19-19-19କୁ ଗଛର ଗ୍ରୋଥ୍ ଡେଭଲପମେଣ୍ଟରେ ପ୍ରୟୋଗ କରାଯାଇଥାଏ। NPK 0-52-34କୁ ଫ୍ଲାୱରିଂ ଷ୍ଟେଜ୍ରେ ପ୍ରୟୋଗ କରାଯାଇଥାଏ ଏବଂ NPK 00-50କୁ ଫ୍ରୁଟ୍ ଡେଭଲପମେଣ୍ଟ, ଫ୍ରୁଟ୍ କ୍ରାକିଂରୁ ବଞ୍ଚାଇବା ପାଇଁ ପ୍ରୟୋଗ କରାଯାଇଥାଏ। ଏହାଦ୍ୱାରା ଆପଣଙ୍କର ବାଇଗଣ ଚାଷରେ ଉତ୍ପାଦନ ଅଧିକ ମାତ୍ରାରେ ହୋଇଥାଏ। ଏହି ସିମ୍ପୁଲ୍ ଫର୍ମୁଲାକୁ ପ୍ରୟୋଗ କଲେ ଆପଣମାନଙ୍କର ବାଇଗଣ ଚାଷରେ ବି ଅଧିକ ଅମଳ ହୋଇପାରିବ। ତ ଆପଣମାନେ ଏହି ବିଷୟରେ ଆଗରୁ ଜାଣିଥିଲେ କି ନାହିଁ ଏ ବିଷୟରେ କମେଣ୍ଟ ସେକ୍ସନରେ ଲେଖିକି ଜଣାନ୍ତୁ। ମୋ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରି ଯାଆନ୍ତୁ। ତ ଭିଡ଼ିଓଟିକୁ ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।